आरंभ होला ड्रोन सेवा भुवनेश्वर टांगी को परीक्षामूलक भाव आरंभ होइथिबा ड्रोन सेवा सफल होइछि। द्वितीय थर पर भुवनेश्वर एम्स रु आकाश रे ड्रोन सेवा आरंभ होइछि। खोर्धा जिला टांगी गोष्ठी स्वास्थ्य केन्द्र रे पहुंचिला जरूरी औषध। गुरुतर रोगी को ऑक्सीजन औषध जोगाण नहीं आरंभ होइछि। एम्स पक्षरु ओडिशा रे एही सेवा प्रथम थर पर आरंभ होइछि। तेबे 70 किलोमीटर 35 मिनिट समय लागुछि। ଏହି ଡ୍ରୋନ୍ 5 କେଜି ଓଜନ ପରିବହନ କରିବାର କ୍ଷମତା ରଖିଥିବା ଜଣାପଡ଼ିଛି। ଅତି ଜରୁରୀ ପରିସ୍ଥିତିରେ ଏହାକୁ ରୋଗୀଙ୍କୁ ନର୍ମାଲ ଟେମ୍ପରେଚରରେ ଅତି ଜରୁରୀ ଔଷଧ ସହ ରକ୍ତ ଯୋଗାଣ କରିପାରିବ। ଏହି ଡ୍ରୋନ୍ ପୁନର୍ବାର ଏମ୍ସ ଭୁବନେଶ୍ୱରକୁ ସଫଳତାର ସହ ଆକାଶ ପଥରେ ଫେରିଯାଇଛି। ଆକାଶ ପଥରେ ପକ୍ଷୀମାନଙ୍କଠାରୁ ଢେର ଉଚ୍ଚରେ 400 ଫୁଟ ଉଚ୍ଚତାରେ ଏହି ଡ୍ରୋନ୍ ଉଡ଼ାଣ କରିବାର ରହିଛି କ୍ଷମତା। ଏନେଇ ଡ୍ରୋନ୍ ଟେକ୍ନିସିଆନ୍ ଦେଇଛନ୍ତି ସୂଚନା। ଏହି ସେବା ଦ୍ୱିତୀୟ ଥର ଉଡ଼ାଣରେ ସଫଳ ହୋଇଥିବାରୁ ସମସ୍ତେ ଖୁସି ଅଛନ୍ତି। ତେଣୁ ଏହି ସେବା ଆଗକୁ ପ୍ରତିଦିନ ଜାରି ରହିବା ପାଇଁ ଏମ୍ସ ବ୍ୟବସ୍ଥା କରୁଥିବା ଜଣାପଡ଼ିଛି। ଫଳରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ରୋଗୀମାନେ ବେଶ୍ ଉପକୃତ ହୋଇପାରିବେ। ଟାଙ୍ଗୀରୁ ରାକେଶ କୁମାର ଜଗଦେବଙ୍କ ରିପୋର୍ଟ, ମହାଭାରତ ଲାଇଭ୍।